ସାଧାରଣତଃ ବିଲେଇ ଯଦି ଡାହାଣରୁ ବାମ ପାର୍ଶ୍ୱକୁ ଗଲେ ଶୁଭ କୁହାଯାଉଥିବା ବେଳେ ବାମରୁ ଡାହାଣକୁ ଗଲେ ତାହା ଅଶୁଭ କୁହାଯାଏ। କିନ୍ତୁ କିଛି ତଥ୍ୟ ଏହାକୁ ମାନ୍ୟତା ଦିଅନ୍ତି ନାହିଁ। ଆଗକାଳେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ କୌଣସି ସହର ସ୍ଥାନମାନଙ୍କୁ ଯିବା ପାଇଁ ହଲଗାଡ଼ି ଘୋଡ଼ାର ଉପଯୋଗ କରୁଥିଲେ। ରାତ୍ରିରେ ଯାଉଥିବା ବେଳେ ଯଦି କୌଣସି ବିଲେଇ ରାସ୍ତା ଅତିକ୍ରମ କଲେ ଆଲୋକରେ ବିଲେଇର ଚକ୍ ଚକ୍ ଆଖି ଯୋଗୁଁ ବଳଦ ଘୋଡ଼ାମାନେ ଭୟରେ ଆଗକୁ ଚାଲୁନଥିଲେ। ଯାତ୍ରୀମାନେ କିଛି ସମୟ ଅପେକ୍ଷା କରି ପୁଣି ଥରେ ଆଗକୁ ଯାତ୍ରା କରୁଥିଲେ। ଧୀରେ ଧୀରେ ଏହି ଘଟଣାଟି ସମାଜରେ ଗୋଟିଏ ପରମ୍ପରାର ମାନ୍ୟତା ପାଇଗଲା। ମୋ ସହିତ ମଧ୍ୟ ଏହିପରି ଘଟଣା ହୋଇଛି, କିନ୍ତୁ ମୋ ସହ ଅଶୁଭ ଅନିଷ୍ଟ ଘଟଣା ପରି କିଛି ଘଟିନାହିଁ। ଏହି ବିଷୟରେ ଆପଣମାନଙ୍କ ମତାମତ କ'ଣ ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ। ଆଉ ଏହିପରି ଭିଡ଼ିଓ ଦେଖିବା ପାଇଁ ଆମ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।